ଭାଗବତ ଜନ୍ମ କଥା। ପ୍ରାଚୀନ ଭାରତରେ ଯେଉଁଠାରେ ବେଦ ଶବ୍ଦ ଏବଂ ଋଷିମାନଙ୍କ ତପସ୍ୟାରେ ଆକାଶ ପ୍ରକମ୍ପିତ ହେଉଥିଲା, ଦ୍ୱାପର ଯୁଗର ଶେଷରେ ମହର୍ଷି ବେଦବ୍ୟାସ ତାଙ୍କ ଆଶ୍ରମରେ ଗଭୀର ଚିନ୍ତାରେ ବସିଥିଲେ। ବେଦବ୍ୟାସ, ଯାହାକୁ ସ୍ୱୟଂ ଭଗବାନ ନାରାୟଣଙ୍କ ଅବତାର ବୋଲି ବିବେଚନା କରାଯାଏ, ସେ ତାଙ୍କ ଜୀବନର ମହାନ କାର୍ଯ୍ୟ ସମାପ୍ତ କରିଥିଲେ। 4ଟି ବେଦକୁ ବିଭିନ୍ନ ସଂହିତାରେ ବିଭକ୍ତ କରିଥିଲେ, 18ଟି ପୁରାଣ ସଂକଳନ କରିଥିଲେ, ଉପନିଷଦର ସାର ବାହାର କରିଥିଲେ, ମହାଭାରତ ଭଳି ଏକ ଅମର କୃତି ସୃଷ୍ଟି କରିଥିଲେ। କିନ୍ତୁ ତାଙ୍କ ହୃଦୟରେ ସନ୍ତୋଷର ଆଲୋକ ପ୍ରଜ୍ୱଳିତ ହୋଇନଥିଲା। ସେ ଭାବୁଥିଲେ, ଏତେ ବିଶାଳ ପୁସ୍ତକ ଲେଖିବା ପରେ ମଧ୍ୟ ମୋର ହୃଦୟ କାହିଁକି ଭାରୀ? ମୁଁ କାହିଁକି ଅନୁଭବ କରୁଛି ଯେ ମାନବ ଜାତି ପାଇଁ କିଛି ବାକି ଅଛି, କିଛି ଅମୃତ କଳସ ଅଛି, ଯାହା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଠିକ୍ ସେହି ସମୟରେ ଦେବର୍ଷି ନାରଦ ତାଙ୍କ ଆଶ୍ରମରେ ବୀଣା ଧରି, ହାତରେ ମୁଖରେ ମଧୁର ହସ ଏବଂ ଆଖିରେ ଜ୍ଞାନର ଚମକ ଧରି ଆବିର୍ଭାବ ହେଲେ। ବ୍ୟାସଜୀ ତାଙ୍କୁ ପ୍ରଣାମ କରି ତାଙ୍କ ଦୁଃଖ ଜଣାଇଲେ। ନାରଦ କହିଲେ, ଗୁରୁଦେବ, ଆପଣ ଧର୍ମ, ଅର୍ଥ, କାମ, ମୋକ୍ଷର ବିସ୍ତାର କରିଛନ୍ତି, କିନ୍ତୁ ଆପଣ ଭକ୍ତିର ଅମୃତଧାରା ପ୍ରବାହିତ ହେବାକୁ ଦେଇନାହାନ୍ତି, ଯାହା ଜଣେ ସାଧାରଣ ମଣିଷର ହୃଦୟକୁ ସିଞ୍ଚନ କରିପାରିବ। ଜଣେ ମଣିଷ କେବଳ ଜ୍ଞାନ କିମ୍ବା କର୍ମ ଦ୍ୱାରା ଶାନ୍ତି ପାଇପାରିବ ନାହିଁ। କେବଳ କୃଷ୍ଣ ଭକ୍ତି ଦ୍ୱାରା ତାଙ୍କର ହୃଦୟ ସନ୍ତୁଷ୍ଟ ହୋଇପାରିବ। ତୁମେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟକାଳର ଲୀଳା, ଗୋପୀମାନଙ୍କ ସହିତ ତାଙ୍କର ମଧୁର ଖେଳ, ତାଙ୍କ ଅବତାର ଏବଂ ଚରିତ୍ରଗୁଡ଼ିକର ଗୀତଗାନ କରିବା ଉଚିତ। ତେବେ ତୁମର ମନ ଶାନ୍ତିପୂର୍ଣ୍ଣ ହେବ ଏବଂ ଜଗତ ମଧ୍ୟରେ ଆଶୀର୍ବାଦ ପ୍ରାପ୍ତ ହେବ। ନାରଦଙ୍କ ବାଣୀ ବ୍ୟାସଜୀଙ୍କ ହୃଦୟରେ ଦିବ୍ୟ ପ୍ରେରଣା ସୃଷ୍ଟି କଲା ଏବଂ ସେ ହିମାଳୟର କୋଳରେ ଅବସ୍ଥିତ ପବିତ୍ର ସାମ୍ୟାପ୍ରାସ ଆଶ୍ରମକୁ ଗଲେ। ସେଠାରେ ସେ ଗଙ୍ଗାର ପବିତ୍ର ଧାରା କୂଳରେ ବସି ଗଭୀର ଧ୍ୟାନ କଲେ ଏବଂ ତାଙ୍କ ହୃଦୟରେ ଈଶ୍ୱରଙ୍କୁ ଦେଖିଲେ। ଶ୍ରୀହରିଙ୍କ ବିଶାଳ ରୂପ, ଯେଉଁଥିରେ ସମଗ୍ର ବ୍ରହ୍ମାଣ୍ଡ ଧାରଣ କରିଥିଲା, ଏବଂ ତାପରେ ସେହି ଭୌତିକ ରୂପରୁ ନିର୍ଗତ ମଧୁର ରୂପ, ଯେଉଁଥିରେ ଛୋଟ ଶିଶୁ ଶ୍ରୀକୃଷ୍ଣ ବଂଶୀ ବଜାଉଥିବା, ଗୋକୁଳର ରାସ୍ତାରେ ଗୋପୀମାନଙ୍କ ସହିତ ନାଚୁଥିବା ଏବଂ ମାଖନ ଚୋରି କରୁଥିବାର ଦେଖାଗଲା। ସେହି ଦିବ୍ୟ ଧ୍ୟାନ ଯୋଗୁଁ ବ୍ୟାସଜୀଙ୍କ ହୃଦୟରୁ ଏକ ଅନନ୍ୟ ଆଲୋକ ପ୍ରକାଶ ପାଇଲା ଏବଂ ସେହି ଆଲୋକକୁ ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରକାଶ ପାଇଲା, ଯାହା 12ଟି ଅଧ୍ୟାୟ ଏବଂ 18,000 ଶ୍ଲୋକ ବିଭକ୍ତ। ଏହି ମହାନ ପୁରାଣରେ ବ୍ୟାସଜୀ ଜୀବନର ପରମ ସତ୍ୟ ଲେଖିଛନ୍ତି। ଧର୍ମ, ଜ୍ଞାନ, ଅନାସକ୍ତତା, ସମସ୍ତ ଫଳ କେବଳ କୃଷ୍ଣଙ୍କ ପ୍ରତି ଭକ୍ତି। କୁହାଯାଏ ଯେ ସେହି ସମୟରେ ଦେବତାମାନେ ମଧ୍ୟ ପୁଷ୍ପବୃଷ୍ଟି କରିବା ଆରମ୍ଭ କଲେ। ଆକାଶରେ ଅଦ୍ଭୁତ ସଙ୍ଗୀତ ବାଜିଲା ଏବଂ ଋଷିମୁନିମାନେ ଅନୁଭବ କଲେ ଯେ ପୃଥିବୀରେ ଅମୃତ ବର୍ଷା ହେଉଛି। କିନ୍ତୁ ଏହି ଦିବ୍ୟ ଗ୍ରନ୍ଥ କେବଳ ବ୍ୟାସଜୀଙ୍କ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ, ତେଣୁ ସେ ଏହା ତାଙ୍କ ପୁତ୍ର ଶୁକଦେବଙ୍କୁ କହିଲେ। ଗର୍ଭରୁ ବ୍ରହ୍ମଜ୍ଞାନୀ ଥିବା ଶୁକଦେବ ଜନ୍ମ ହେବା ମାତ୍ରେ ଘରୁ ବାହାରି ଆସିଥିଲେ। ସାଂସାରିକ ବନ୍ଧନ କିମ୍ବା ସାମାଜିକ ରୀତି ତାଙ୍କୁ ଆକର୍ଷିତ କରିପାରିଲା ନାହିଁ। କିନ୍ତୁ ଯେତେବେଳେ ସେ ଭାଗବତ ଶୁଣିଲେ, କୃଷ୍ଣଙ୍କ ପ୍ରେମର ମଧୁର ସାର ତାଙ୍କ କଠୋର ଜ୍ଞାନରେ ମଧ୍ୟ ଦ୍ରବୀଭୂତ ହୋଇଗଲା। ତାଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା ଏବଂ ସେ ନିଜେ ଭାଗବତର ଜଣେ ପ୍ରଚଣ୍ଡ ପ୍ରଚାରକ ହୋଇଗଲେ। ଅନ୍ୟପକ୍ଷରେ ହସ୍ତିନାପୁରରେ ରାଜା ପରୀକ୍ଷିତ, ଯିଏକି ଅର୍ଜୁନଙ୍କ ନାତି ଥିଲେ, ଦିନେ ଶିକାର କରିବାକୁ ବାହାରି ତୃଷ୍ଣାରେ କଷ୍ଟ ପାଇଥିବା ଜଣେ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ। ଋଷି ନୀରବ ଧ୍ୟାନରେ ମଗ୍ନ ଥିଲେ। ଯେତେବେଳେ ତାଙ୍କୁ କୌଣସି ଉତ୍ତର ମିଳିଲା ନାହିଁ, ସେତେବେଳେ ପରୀକ୍ଷିତ କ୍ରୋଧରେ ତାଙ୍କ ବେକରେ ଏକ ମୃତ ସାପ ପିନ୍ଧାଇ ଦେଲେ। ଯେତେବେଳେ ଋଷିଙ୍କ ପୁତ୍ର ଶୃଙ୍ଗି ଏହି ଅପମାନର ବିଷୟରେ ଜାଣିଲେ, ସେ ଅଭିଶାପ ଦେଲେ
ଯେ ସପ୍ତମ ଦିନରେ ତକ୍ଷକ ସର୍ପ ତୁମକୁ କାମୁଡ଼ି ମାରିଦେବ। ଯେତେବେଳେ ପରୀକ୍ଷିତ ଏହା ଜାଣିଲେ, ସେ ତାଙ୍କ ରାଜ୍ୟ ଦାୟିତ୍ୱ ତାଙ୍କ ପୁତ୍ର ଜନ୍ମେଜୟଙ୍କୁ ହସ୍ତାନ୍ତର କଲେ ଏବଂ ଗଙ୍ଗା କୂଳକୁ ଯାଇ ପ୍ରତିଜ୍ଞା କଲେ ଯେ ଏବେ ବାକି 7 ଦିନରେ ମୁଁ କେବଳ ଈଶ୍ୱରଙ୍କ କାହାଣୀ ଶୁଣିବି। ଗଙ୍ଗା କୂଳରେ ଅଗଣିତ ଋଷି, ସନ୍ଥ, ଦେବତା ଏବଂ ଭକ୍ତ ଏକାଠି ଥିଲେ। ତାହାପରେ ଶୁକଦେବଜୀ ସେଠାରେ ଉପସ୍ଥିତ ଥିଲେ। ଯୁବକ ଉଜ୍ଜ୍ୱଳ, ଉଲଗ୍ନ କିନ୍ତୁ ଦିବ୍ୟ ଶକ୍ତିରେ ପରିପୂର୍ଣ୍ଣ। ପରୀକ୍ଷିତ ତାଙ୍କୁ ପ୍ରଣାମ କରି କହିଲେ, ଗୁରୁଦେବ, ମୃତ୍ୟୁ ନିକଟତର। ଏବେ ମୋତେ କେବଳ ଜୀବନର ସାର କ'ଣ ତାହା କୁହ। ତାପରେ ଶୁକଦେବଜୀ 7 ଦିନ ପର୍ଯ୍ୟନ୍ତ ଭାଗବତ ମହାପୁରାଣର କାହାଣୀ ଶୁଣାଇଥିଲେ। ପ୍ରଥମ ଦିନରେ ସେ ଭାଗବତର ମହିମା, ବ୍ରହ୍ମାଣ୍ଡର ଉତ୍ପତ୍ତି ଏବଂ ଈଶ୍ୱରଙ୍କ ବିଶାଳ ରୂପ ବର୍ଣ୍ଣନା କଲେ। ଦ୍ୱିତୀୟ ଦିନରେ ସେ ପ୍ରଭୁ କପିଳଦେବଙ୍କ ଉପଦେଶ ଶୁଣାଇଥିଲେ। ତୃତୀୟ ଦିନରେ ସେ ଧ୍ରୁବ ଏବଂ ପ୍ରହ୍ଲାଦଙ୍କ ଭକ୍ତି କାହାଣୀ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଭକ୍ତିକୁ ଦୃଢ଼ କଲେ। ଚତୁର୍ଥ ଏବଂ ପଞ୍ଚମ ଦିନରେ ସେ ଋଷଭଦେବ, ଯଦ୍ଭାରତ ଏବଂ ଅଜାମିଲଙ୍କ କାହାଣୀ ମାଧ୍ୟମରେ ଦେଖାଇଲେ ଯେ ଈଶ୍ୱରଙ୍କ ନାମ ଜପ କରି ଆତ୍ମା ମୁକ୍ତି ପାଇପାରିବ। ଷଷ୍ଠ ଦିନରେ ସେ ପ୍ରହ୍ଲାଦ ଏବଂ ହିରଣ୍ୟକଶିପୁଙ୍କ କାହାଣୀ ଶୁଣାଇଲେ। ସପ୍ତମ ଦିନରେ ସେ ଶ୍ରୀକୃଷ୍ଣଙ୍କ ଜନ୍ମ, ମାଖନ ଚୋରି, କାଳିୟ ଦମନ, ଗୋବର୍ଦ୍ଧନ ଲୀଳା, ରାସଲୀଳା, କଂସବଧ, କୁରୁକ୍ଷେତ୍ର, ଉଦ୍ଭବ ଗୀତା ଏବଂ ଶେଷରେ କଳିଯୁଗର ଭବିଷ୍ୟତ ବର୍ଣ୍ଣନା କଲେ ଏବଂ କହିଲେ ଯେ କଳିଯୁଗରେ କେବଳ ଈଶ୍ୱରଙ୍କ ନାମ ମୋକ୍ଷ ଆଣିବ। ଯେତେବେଳେ ସପ୍ତମ ଦିନରେ କାହାଣୀ ଶେଷ ହେଲା ଏବଂ ତକ୍ଷକ ନାଗ ପ୍ରକାଶ ପାଇଲା, ସେତେବେଳେ ମଧ୍ୟ ପରୀକ୍ଷିତ ଶାନ୍ତି ଏବଂ ଭକ୍ତିରେ ଅଭିଭୂତ ହୋଇ ଈଶ୍ୱରକୁ ସ୍ମରଣ କରି ତାଙ୍କ ଶରୀର ତ୍ୟାଗ କଲେ। ତାଙ୍କର ଆତ୍ମା ସିଧାସଳଖ ଶ୍ରୀହରିଙ୍କ ପାଦରେ ଲୀନ ହୋଇଗଲା। ସେଠାରୁ ଭାଗବତର ପ୍ରକୃତ ଜନ୍ମ ହୋଇଥିଲା। ବ୍ୟାସଜୀଙ୍କ ଧ୍ୟାନରୁ ଏହାର ଉତ୍ପତ୍ତି, ଶୁକଦେବଜୀଙ୍କ ବାଣୀରୁ ଏହାର ପ୍ରକାଶ ଏବଂ ପରୀକ୍ଷିତଙ୍କ ଶ୍ରବଣରୁ ଏହାର ବିଶ୍ୱଜନ୍ମ। ସେବେଠାରୁ କୁହାଯାଏ ଯେ ଭାଗବତ ହେଉଛି କଳିଯୁଗର ପଥ। ଯିଏ ଏହାକୁ ପଢ଼େ କିମ୍ବା ଶୁଣେ ତାହାର ଜୀବନ ଧନ୍ୟ ହୋଇଯାଏ। ଭାଗବତର 12ଟି ଅଧ୍ୟାୟରେ ସମଗ୍ର ସୃଷ୍ଟି, ଧର୍ମ, ଜ୍ଞାନ, ଅନାବୃତ୍ତତା, ଭକ୍ତି, ଅବତାରର କାହାଣୀ ଏବଂ ଶ୍ରୀକୃଷ୍ଣଙ୍କ ଦିବ୍ୟଲୀଳା ରହିଛି। ଏହାକୁ ଭକ୍ତି, ଜ୍ଞାନ ଏବଂ ଅନାବୃତ୍ତତାର ଜନନୀ କୁହାଯାଏ। ଯେଉଁଠାରେ ଭାଗବତ ଗୀତା ପାଠ କରାଯାଏ, ସେଠାରେ ସ୍ୱୟଂ ଈଶ୍ୱର ଅଦୃଶ୍ୟ ଭାବରେ ବାସ କରନ୍ତି। ଯେପରି ସେହି ଦିନ ଗଙ୍ଗା କୂଳରେ ଆକାଶରୁ ଫୁଲ ବର୍ଷା ହୋଇଥିଲା, ସେହିପରି ଆଜି ମଧ୍ୟ ଯେତେବେଳେ ଭାଗବତ ପାଠ କରାଯାଏ, ପରିବେଶ ଦିବ୍ୟ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ। ସେଥିପାଇଁ କୁହାଯାଏ, ଭାଗବତ ମହାପୁରାଣର ଜନ୍ମ କେବଳ ଏକ ପୁସ୍ତକର ଜନ୍ମ ନୁହେଁ, ବରଂ ମାନବତାର ମୁକ୍ତିର ଜନ୍ମ। ଏହା କେବଳ ଏକ ଶାସ୍ତ୍ର ନୁହେଁ, ବରଂ ପ୍ରେମର ଏକ ସମୁଦ୍ର। ଏହା କେବଳ ଏକ କାହାଣୀ ନୁହେଁ, ବରଂ ଜୀବନର ପଥ। ଯିଏ ଏହାକୁ ଭକ୍ତିର ସହିତ ଶୁଣେ, କୃଷ୍ଣ ସ୍ୱୟଂ ତାକୁ ହୃଦୟରେ ବାସ କରନ୍ତି ଏବଂ ଏହା ହିଁ ଜୀବନର ପରମ ଲକ୍ଷ୍ୟ।